ସମାଜରେ ଯୋଉଟା ଅଛି ସେଟା କି ସେଟା ପଡ଼ିଶା ଲୋକମାନେ ଭାତ ନେଇକି ଆସିବେ ଆଉ ଖାଇବା ପାଇଁ ଦେବେ, ଯୋଉଟାକି ସକାଳେ ଆଉ ଗତକାଲି 2 ଦିନ ଆମେ ଖାଇବ ନାହିଁ, ଖାଇ ପୁଣି ଶୋଇଥିବ ଦିନ ସାରା। ଚଲା ବୁଲା ବସା ଉଠା କଲେ ସିନା ଭଲ ଲାଗିବ, ନାହିଁ ଶୋଇଥିବ ଦିନ ସାରା। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଫ୍ରେଶ୍ ବ୍ଲଗ୍। ତ ବର୍ତ୍ତମାନ ସାଙ୍ଗମାନେ ସନ୍ଧ୍ୟା 4ଟା କି 4:30 ଖଣ୍ଡେ ହେଲାଣି ଆଉ ସୂର୍ଯ୍ୟ ଆମର ଅସ୍ତ ହେଲାଣି। ଆଉ ଆଜି ଦିନ ସାରା ଆମେ ସମସ୍ତେ ଘରେ ଅଛୁ, କାହିଁକି ନା ତମେମାନେ ତ ନିହାତି ଜାଣିଥିବ ଯେ ଗତକାଲି ଆମ ବଡ଼ବାପା ଚାଲିଗଲେ ଆଉ ଆଜି ହେଉଛି ଦିଲିବାର ଦିନ, ଯେଉଁଟା ଆମେ ଦିଲିବାର କରିଥାଉ। ଆଉ ଆଜି ଦିଲିବାର କଲୁ ଆଉ ଆମର ଶୁଦ୍ଧ କରାହେବ ଆସନ୍ତା ଶନିବାର ଦିନ। କେତେ ତାରିଖ ପଡ଼ୁଛି ମୁଁ ତ ଜାଣିନାହିଁ, କିନ୍ତୁ ଶନିବାର ବୋଲି ଗୋଟେ ଦିନ ଧାର୍ଯ୍ୟ କରାଗଲା। ଆଉ ଆମର ଦିନ ଧାର୍ଯ୍ୟ କେମିତି କ'ଣ କରନ୍ତି ତମେମାନେ ଯଦି ଜାଣିନ ତାହେଲେ ସେ ଭିଡ଼ିଓ ତାର ଲିଙ୍କ୍ ଗୋଟେ ଆପଣମାନଙ୍କୁ ଦେଇଦେବି, ସେଇଟା ଦେଖିବେ କେମିତି ଦିନ ଧାର୍ଯ୍ୟ କରାଯାଏ। ତ ଆମେ ବର୍ତ୍ତମାନ ଯାଇଥିଲୁ କୋଳି ଆଣିବା ପାଇଁ, ପାନ ସହିତ। କୋଳି ପାଚି ନାହିଁ କିନ୍ତୁ ପାନ ତାର କୋଳି ଖାଇବା ପାଇଁ ମନ କରୁଛି। କୋଳି ତାର ଧରିକି ଦେଖ ତାର କ'ଣ ଭାଗ୍ୟ ବୋଲି ସେ ଖାଲି ଛାନିଆ ହେଲାଣି। ଲଙ୍କା ପୋଡ଼ି ସାରିଲାଣି ଇଆଡ଼େ, ଲଙ୍କା ଲୁଣ ରେଡ଼ି। ଆଉ କୋଳି ଏଇ ଦେଖ ମାତ୍ର 5ଟା କୋଳି ମାତ୍ର, ପାଚି ନାହିଁ। ଆଉ ଗୋଟେ ଗଛରେ ପାଚିଛି ଯେ ସେଟା ଟିକେ ଦୂରରେ ଅଛି ବୋଲି ସେଟା ଆମେ ଗଲୁ ନାହିଁ ସେଠିକି। ଆଉ ଆମ୍ବଳା 2ଟା ବିଛେଇଛି। ଏଇଠି ଆମର ଗୋଟେ କୋଳି ଗଛ ଅଛି, ସେଇଠୁ ନେଇକି ଆସିଛେ। ଆମ୍ବଳା ଖାଇବ କହୁଛି, ସେ ଆମ୍ବ ଏଇଟା ଆମର ସବୁଠୁ ଭଲ ଆମ୍ବ। ଏଇଟା ଚଢ଼େଇ 2ଟା ବସିଛନ୍ତି, ସେ ଖାଉଛନ୍ତି। ସେଇଟା ଆମ୍ବଳା 2ଟା ତୋଳି ଦିଏ, ବାଡ଼ି ଭିତରେ ପଡ଼ିବ। ବର୍ତ୍ତମାନ ମୁଁ ଆମ୍ବ ଗୁଡ଼ାକୁ 3ଟା ହିଁ ତୋଳି ପାରିଲି। ଆଉ ଧୋଇଦବା ପାନକୁ ଦେଇ ଦେଉଛି। ସେଇଟା ସେପଟେ ଆମର ତରକାରୀ ବସିଲାଣି ରାତି ପାଇଁ, କୋବି ତରକାରୀ। ଆଉ କୋଳି ଗୁଡ଼ା ଖାଇସାରିଲା ପରେ ଆମ୍ବଳା ଖାଇବ, ନାଇଁଲ? ନାଇଁ ଖାଇ ତ ପାରୁନ, ଦେଖିବା ମୁଁ ଗୋଟେ ଖାଇ ଦେଖେ। ଆଉ ଖଟା ବି ଲାଗୁନି, ମିଠା ବି ଲାଗୁନି, କିନ୍ତୁ ତା ଖାଇବାର ଏକ୍ସପ୍ରେସନ୍ ତମେ ଜାଣିପାରୁଛ ନା ସାଙ୍ଗମାନେ? ଖଟା ଲାଗୁଛି, ବଢ଼ିଆ ଲାଗୁଛି ନା? ଦେଖି ମୁଁ ଖାଇ ଦେଖେ। ଖଟା ଲାଗୁନି, ମିଠା ଲାଗୁଛି। ସାଙ୍ଗମାନେ ଲାଳ ଗଡ଼ୁଛି ନା ନାଇଁ ତମର? ମୁଁ ଖାଉଛି ପରା। ସବୁ କଞ୍ଚାଟା ପାନର କୋଳି ଖିଆ ସରିଗଲା, ହେଲା କି ସାଙ୍ଗମାନେ? ବର୍ତ୍ତମାନ ଆମ୍ବଟା କାଟିକି ପୁରା ପିସ୍ ପିସ୍ କରିଦେଇଛି। ତାର ତମେ ତ ମୁହଁରୁ ଖାଇବା ଜାଣିନ। ଆମେ ଖାଇବା ଜାଣିନି, ଏଟା ଠିକ୍ କଥା। ଏଇ ଦେଖ ଦୌଡ଼ି ଦଉଛି କେମିତି, ଦେଖ। ଆଉ ଗୋଟେ ସତ କଥା କହିବି ସାଙ୍ଗମାନେ, ଟୋଟାଲ୍ ଭାତ କି ଆଉ କ'ଣ ଖାଇବା ପାଇଁ ତାକୁ ଟୋଟାଲ୍ ଆଉ ପୁରା ନାହିଁ, ହେଲା। ଆଉ ଖାଲି ଏଇ କୋଳି, ଖଟା, ତେନ୍ତୁଳି, ସେଇଗୁଡ଼ା। ଭାତ ଟୋଟାଲ୍ ଖାଉନି। ମୁଁ ଯଦି ତାକୁ କହୁଛି ଖାଇବାକୁ ଇଚ୍ଛା ନହେଲେ ବି ଟିକେ ହେଲେ ବି ଖା, ନାହିଁ, ଭାତ ଟୋଟାଲ୍ ଖାଇବାରେ ଜମା ଶୁଣୁନି। ତାହେଲେ ତାର ଦେହଟା ଭଲ ହବ ନା ଖରାପ ହବ, ମୁଁ କିଛି ବୁଝିପାରୁନି ଏ କଥା। ଖାଇଲେନି ବାନ୍ତି ଲାଗୁଛି। ବାନ୍ତି ଲାଗିବ, ହେଲେ ବି ଖାଇତେ ପଡ଼ିବ। ଖାଇଲେ ତ ପେଟରେ ରହିବନି, କ'ଣ ଖାଇକି ଲାଭ? ବାନ୍ତି ହେବ ନାହିଁ, ତମେ ଖାଅ ନା, ବାନ୍ତି ହେବ ନା ଦେଖିଆ। ଖାଇଲେ ସିନା ତାର ଦୁର୍ବଳିଆ ହେଇଯିବ, ଖାଇବନି। ଗୋଟେ ଦିନରେ ଥରେ ଖାଇବ, ନହେଲେ ଖାଇବ ନାହିଁ, କାରଣ ଦୁର୍ବଳିଆ ହବ ନାହିଁ ତ ଆଉ କ'ଣ। ଦେଖ ଝଡ଼ି ଝୁଡ଼ା ଗଲାଣି ସବୁ ଆମର, ପୁରା ଝଡ଼ି ଗଲାଣି। ଦେଖ ବିଶ୍ୱାସ ହଉନି, ଦେଖ ଝଡ଼ି ଗଲାଣି। ଆଖି ଗୁଡ଼ା ବି ଦେଖ ଏମିତି କର, ମୁଁ ଡାକ୍ତର ହେଇଯିବି ହେଲା। ଏଇ ଦେଖ ଖଟା ଖାଉଛି ନିର୍ଦ୍ଧୁମ। ଖାଇବ ତ ଖାଇବ ନାହିଁ, ପୁଣି ଶୋଇଥିବ ଦିନ ସାରା। ଚଲା ବୁଲା ବସା ଉଠା କଲେ ସିନା ଭଲ ଲାଗିବ, ନାହିଁ ଶୋଇଥିବ ଦିନ ସାରା। ତ ବର୍ତ୍ତମାନ ସାଙ୍ଗମାନେ ଦେଖିପାରୁଥିବେ ଆମର କଢ଼ା ବସିଯାଇଛି।
କଢ଼ା କହିଲେ ଏଇଟା କ'ଣ ବସା ହେଇଛି ତମମାନେ ଜାଣିଛ କି ନାହିଁ? ଯେଉଁଦିନ ବଡ଼ବାପା ଚାଲିଗଲେ ନାହିଁ ସେଇଦିନ ଆମେ ଏଠି ପିଠା ବନେଇବା ପାଇଁ ମକର ପାଇଁ ରେଡ଼ି ହେଇଥିଲେ ଆଉ ଏମିତି ବସିଥିଲେ ଚୁଲି ପାଖରେ। ଏମିତି ବସିଛେ ତ ଏମିତି ବସିଛି ବଢ଼ିଆ ଆଉ ତାପରେ ଖବର ପହଞ୍ଚିଲା ଯେ ନାଇଁ ବଡ଼ବାପା ନାହାନ୍ତି। ଏଟାକୁ ସେମିତି କୁଲେଇକି ରଖିଦେଲେ ଆଉ କିଛି କରିପାରିଲେ ନାହିଁ। ଆଉ ଚୁଲିଟା ଆଜି 2 ଦିନ ପରେ ଯାଇକି ଆଜି ଚୁଲି ଜଳୁଛି। ଆଉ ସକାଳେ ଆଉ ଗତକାଲି 2 ଦିନ ଯାକ ଯେଉଁ ଆମର ଏଠି ଆମ ସମାଜରେ ଯେଉଁଟା ଅଛି ସେଟା ପଡ଼ିଶା ଲୋକମାନେ ଭାତ ନେଇକି ଆସିବେ ଆଉ ଖାଇବା ପାଇଁ ଦେବେ। ଯେଉଁଟାକି ସକାଳେ ଆଉ ଗତକାଲି 2 ଦିନ ଆମେ ଖାଇଥିଲୁ ଆଉ ଆଜି ଯାଇକି ଆମେ ଚୁଲି ଜଳଉଛେ। ତ ସେଇଟା କିଛି ଭାଇ ଅଛନ୍ତି ଭିଡ଼ିଓଟାକୁ ନ ଦେଖିକି କମେଣ୍ଟ କରିଦେବେ ତମର ଅସୁବିଧା ହେଇଛି ତମେ ଚୁଲି ଜଳଉଛ। ତ ସେଥିପାଇଁ ମୁଁ ଖୋଲିକି ଆରେ ଆମର କହୁଛି। ଯେତିକି ଦିନ ନ ଜଳେଇବା କଥା ଆମେ ସେତିକି ଦିନ ଆମେ ଜଳେଇନୁ ନାହିଁ କି ଲୋକ ଆଣିକି ଦେଲେ। ଆମେ ଯଦି ଟୋଟାଲ ଚୁଲି ଜଳେଇମୁନି ତ ଆମେ ବି ତ ତାର ଗୋଟେ ମାନେ ସବୁ ବନେଇଯିବୁ। ନ ଖାଇଲେ କିଏ ବଞ୍ଚିବନି। ଆଉ ଏଇଟା ସେ ଗୁଡ଼ଟା ବି ନଷ୍ଟ ହେଇଯିବ କହିକି ବର୍ତ୍ତମାନ ଆମେ ଯାହାନେ ଗୋଟେ ବନେଇଦେବା ଭାବିକି ବର୍ତ୍ତମାନ ରେଡ଼ି କରୁଛୁ ଏଗୁଡ଼ାକୁ। ତାପରେ ଗୋଟେ ଛୁଆଟା ଅଛି ତାପରେ ସେ ଛୋଟ ଛୁଆ ସେ ଜାଣିଛି ନା ଘରେ କ'ଣ ହଉଛି କ'ଣ ନାହିଁ ବୋଲିକି। ତ ନୂଆ ଡ୍ରେସ୍ ତ ପିନ୍ଧି ପାରିବୁନି ପିଠାପଣା ହେଲେ ତାକୁ କରିକି ଦେଇଦବା କଥା। ତାପରେ ଆମର କାଲୁଠୁ ତା ଆଗ ଦିନଠୁ ଆମ ଘର କାମ ପୁରା ସରି ଯାଇଥିଲା। ରାତିରେ ସବୁ କ'ଣ ହେଟା କହନ୍ତି ଗୋବର ଫୋବର ଦେଇଥିଲୁ। ତ ପିଠା ବି କରିଦେଇଥିଲୁ ତା ଆଗ ସଂକ୍ରାନ୍ତି ଆଗ ଦିନ। ରାତିରେ ସବୁ ପିଠା ବି କରିଦେଇଥିଲୁ। ଆମେ କହିଲୁ ମକର ଦିନ ଜଲ୍ଦି ଉଠିକି ଆଉ କିଛି ପିଠା ବନେଇକି ଖାଇ ପିଇକି କୁଆଡ଼େ ବୁଲିତେ ଯିବା ନା କ'ଣ କରିବା ବୋଲିକି ଆମର ସେମିତି ପ୍ରୋଗ୍ରାମ ଥିଲା। ଏଇ ଭଳିଆ ବନା ଚାଲିଛି ଆଉ। ସାଙ୍ଗମାନେ ଆମେ ଏବେ ଗୁଡ଼ ପିଠା ବନଉଛୁ। ରାତି ବି ହେଇଗଲାଣି ତ ଆପଣମାନେ ତ ଜାଣିଥିବେ ଆମ ଘରର ଅସୁବିଧା ସେଇଥିପାଇଁ କିଛି ବି କରିପାରିଲୁନି। ତଥାପି ଛୁଆଟା ଗୋଟେ ଅଛି କହିକି ପିଠାପଣା ଟିକେ ବନେଇଦବା। ଫୁଲୁଚି ଲୋ ଫୁଲୁଚି 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 ଫୁଲୁଛି। ଭଲସେ ଯାଉ ପାଣି ହେଇଥିଲା ନା କ'ଣ? ଏଇ ଦେଖନ୍ତୁ ସାଙ୍ଗମାନେ ଗୁଡ଼ ପିଠା ରେଡ଼ି हो गया। ତ ସାଙ୍ଗମାନେ ଭାବୁଛି ଆଜିର ଭିଡ଼ିଓଟି ନିଶ୍ଚିନ୍ତ ଭଲ ଲାଗିଥିବ। ଆଉ ଆଜିର ଭିଡ଼ିଓଟାକୁ ଏଇଠି ରଖିବା। ପୁଣି ଦେଖା ହେବା ତେଲ ଛିଟକୁଛି। ପୁଣି ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ ଆଉ ବିଦାୟ ନେବା। ବାଏ ବାଏ।